ଭାରତୀୟ ଇତିହାସର ଗୋଟେ ବଡ଼ ରୋମାଞ୍ଚକର ସମୟ ଭିତରକୁ ଯିବା। ଏମିତି ଏକ ଯୁଗ ଯାହାକି ଆପଣ ଦେଖିବେ ପଥର ଯୁଗ, ଚାଲ୍କୋଲିଥିକ୍ ଯୁଗ ବା ଆମେ କହିପାରିବା ତାମ୍ର ପ୍ରସ୍ତର ଯୁଗ। ଏହି ସମୟରେ ହିଁ ମଣିଷ ପ୍ରଥମ ଥର ପାଇଁ ପଥର ସାଙ୍ଗରେ ଧାତୁ ବ୍ୟବହାର କଲା, ଆଉ ସେ ଧାତୁ ଥିଲା ତମ୍ବା, ପ୍ରଥମ ଧାତୁ। ତେବେ କ'ଣ ଥିଲା ଏ ଯୁଗର କାହାଣୀ? ଏ ସଂସ୍କୃତି ସବୁ କେଉଁଠି ଗଢ଼ି ଉଠିଲା? ସେମାନଙ୍କ ଜୀବନଶୈଳୀ କେମିତି ଥିଲା? କ'ଣ ସଫଳତା ଥିଲା? କେଉଁ କଥା ସେମାନଙ୍କ ଦୁନିଆକୁ ଏତେ ନିଆରା କରୁଥିଲା? ଆଉ ଗୋଟେ ବଡ଼ ପ୍ରଶ୍ନ, ସେମାନେ କାହିଁକି ହରପ୍ପା ସଭ୍ୟତା ପରି ଏକ ବିଶାଳ ସଭ୍ୟତା ଗଢ଼ି ପାରିଲେ ନାହିଁ? ଆସନ୍ତୁ ଏହିସବୁ କଥା ଜାଣିବା ପାଇଁ ଆରମ୍ଭ କରିବା ଆଜିର ଏହି ଗଭୀର ଅନୁଶୀଳନ। ଆଚ୍ଛା, ତେବେ ଆରମ୍ଭରୁ ହିଁ ଆରମ୍ଭ କରିବା ଚାଲ୍କୋଲିଥିକ୍ ଏ ଶବ୍ଦଟା। ହଁ, ଏଇଟା ଆସିଛି ଦୁଇଟା ଗ୍ରୀକ୍ ଶବ୍ଦରୁ, ଖାଲ୍କୋସ୍ ମାନେ ତମ୍ବା ଆଉ ଲିଥୋସ୍ ମାନେ ପଥର। ଠିକ୍। ତେଣୁ ସିଧା ଅର୍ଥ ହେଲା ତାମ୍ର ପ୍ରସ୍ତର ଯୁଗ, ମାନେ ପଥର ଉପକରଣ ସାଙ୍ଗକୁ ତାମ୍ବାର ଉପକରଣ। ହଁ, ଦୁଇଟା ଯାକ। ଏହା ଆରମ୍ଭ ହେଲା ନୂତନ ପ୍ରସ୍ତର ଯୁଗ ବା ନିଓଲିଥିକ୍ ପିରିୟଡର ଶେଷ ଆଡ଼କୁ। ଆଉ ଯେମିତି ମୁଁ କହୁଥିଲି, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତମ୍ବା ହିଁ ମଣିଷ ବ୍ୟବହାର କରିଥିବା ପ୍ରଥମ ଧାତୁ। ଏକଦମ ଠିକ୍। ଆଉ ଏଇ ଯୋଉ ପରିବର୍ତ୍ତନ, ମାନେ ନୂଆ ପଥର ଯୁଗରୁ ଏ ତାମ୍ରପ୍ରସ୍ତର ଯୁଗକୁ ଯିବା, ଏଇଟା ହଠାତ୍ ହେଇନି, ଧୀରେ ଧୀରେ ହେଇଛି, ବିଶେଷ କରି ଆମ ଦକ୍ଷିଣ ଭାରତରେ। ଦେଖନ୍ତୁ, ତମ୍ବା ତ ସବୁ ଜାଗାରେ ସହଜରେ ମିଳୁନଥିଲା, ତ ଲୋକଙ୍କୁ ତା ପାଇଁ ବହୁତ ଦୂରକୁ ଯିବାକୁ ପଡ଼ୁଥିଲା। ଆଉ ଏ ଆବଶ୍ୟକତାଟା ହିଁ ବୋଧହୁଏ ଏ ଯୋଉ ଅଲଗା ଅଲଗା ଚାଲ୍କୋଲିଥିକ୍ ସମ୍ପ୍ରଦାୟ ଥିଲେ, ତାଙ୍କ ଭିତରେ ଗୋଟେ ପ୍ରକାର ନେଟୱାର୍କ ବା ଯୋଗାଯୋଗର ଜାଲ ତିଆରି କଲା। କିଛି ପ୍ରତ୍ନତତ୍ତ୍ୱବିତ୍ କହନ୍ତି ଯେ ପଶ୍ଚିମ ମହାରାଷ୍ଟ୍ର ଆଉ ରାଜସ୍ଥାନରେ ଏ ସଂସ୍କୃତି ବୋଧେ ବାହାରୁ ଆସିଥିବା ଲୋକ ଆରମ୍ଭ କରିଥିଲେ। କିନ୍ତୁ ଅନ୍ୟପଟେ ମାଲୱା ଆଉ କେନ୍ଦ୍ରୀୟ ଭାରତ ଅଛି, ସେଠି କାୟଥା, ଏରାନ୍ ଭଳି ଜାଗାରେ ବେଶ୍ ପୁରୁଣା ବସତି ମିଳୁଛି। ଏ ସଂସ୍କୃତି ପରେ ପରେ ପଶ୍ଚିମ ମହାରାଷ୍ଟ୍ର, ତାପରେ ବିହାର, ପଶ୍ଚିମବଙ୍ଗ ଆଡ଼କୁ ବି ବ୍ୟାପିଲା। ଆଉ ଗୋଟେ ମଜାଦାର କଥା କ'ଣ କି, ଯେତେବେଳେ ସିନ୍ଧୁ ଆଉ ସରସ୍ୱତୀ ଉପତ୍ୟକାରେ ବିଶାଳ ହରପ୍ପା ସଭ୍ୟତା ଚାଲିଥିଲା, ତାର ଚରମ ସମୟରେ, ସେହି ସମୟରେ କିମ୍ବା ଟିକେ ପରେ ପରେ ଭାରତର କେନ୍ଦ୍ରୀୟ, ଦକ୍ଷିଣ ଆଉ ପୂର୍ବ ଭାଗରେ ଏହି ତାମ୍ରପ୍ରସ୍ତର ଯୁଗର ସଂସ୍କୃତିଗୁଡ଼ିକ ବଢ଼ୁଥିଲା। ବୁଝିଲେ। ତେବେ ଏହି ସଂସ୍କୃତିଗୁଡ଼ିକ ମୁଖ୍ୟତଃ କେଉଁ ଭଳିଆ ଜାଗାରେ ଦେଖାଯାଉଥିଲା? ଏମାନେ ଦେଖନ୍ତୁ ସାଧାରଣତଃ ପାହାଡ଼ିଆ ଜାଗା ଆଉ ନଦୀ କୂଳକୁ ବେଶୀ ପସନ୍ଦ କରୁଥିଲେ। ଆଚ୍ଛା। କାରଣ ସ୍ପଷ୍ଟ, ପଥର ଉପକରଣ ପାଇଁ ପଥର ଆଉ ପାଣି ପାଇଁ ନଦୀ। ଏ ବସତିଗୁଡ଼ିକ ପ୍ରାୟ ପୁରା ଭାରତରେ ଦେଖିବାକୁ ମିଳେ, କେବଳ ବହୁତ ବେଶୀ ସମତଳିଆ ଜାଗା କିମ୍ବା ଘଞ୍ଚ ଜଙ୍ଗଲକୁ ଛାଡ଼ିଦେଲେ। ମୁଖ୍ୟ ଅଞ୍ଚଳ ଯଦି କହିବା ତାହେଲେ ଦକ୍ଷିଣ ପୂର୍ବ ରାଜସ୍ଥାନ, ଯେମିତି ଆହାର, ଗିଲୁଣ୍ଡ, ପଶ୍ଚିମ ମଧ୍ୟପ୍ରଦେଶ, କାୟାଥା, ନବଦାତଲି, ପଶ୍ଚିମ ମହାରାଷ୍ଟ୍ର, ଜୋରୱେ, ଦାଇମାବାଦ, ଇନାମଗାଁଓ। ଓହୋ, ବହୁତ ଜାଗା। ହଁ, ଆଉ ଦକ୍ଷିଣ ଆଉ ପୂର୍ବ ଭାରତର ବି କିଛି ଅଂଶ, ଯେମିତି କର୍ଣ୍ଣାଟକର ବ୍ରହ୍ମଗିରି, ବିହାରର ଚିରାନ୍ଦ, ପଶ୍ଚିମବଙ୍ଗର ପାଣ୍ଡୁରାଜର ଢିବି। ଏସବୁ ଜାଗାଗୁଡ଼ିକ ଦେଖିବେ ବନାସ, ଚମ୍ବଲ, ନର୍ମଦା, ତାପ୍ତି, ଗୋଦାବରୀ, ଭୀମା ଏମିତି ସବୁ ନଦୀ କୂଳରେ ହିଁ ଥିଲା। ସମୟ ଯଦି ଦେଖିବା, ମୋଟାମୋଟି 4000 BCEରୁ ଆରମ୍ଭ ହୋଇ 700 BCE ପର୍ଯ୍ୟନ୍ତ। 4000ରୁ 700 BCE, ବେଶ୍ ଲମ୍ବା ସମୟ। ହଁ, ଯଦିଓ ମହାରାଷ୍ଟ୍ରରେ ଏହାର ଯୋଉ ବିକଶିତ ପର୍ଯ୍ୟାୟ, ସେଟା ପ୍ରାୟ 1400ରୁ 700 BCE ଭିତରେ। ବାଃ! ଏବେ ଆସିବା ସେଇଠିକି ଯେଉଁଠି କଥାଟା ଆହୁରି ମଜାଦାର ହେବ। ଏହି ସଂସ୍କୃତିଗୁଡ଼ିକୁ କ'ଣ ଏତେ ନିଆରା କରୁଥିଲା? ପ୍ରଥମେ ସେମାନଙ୍କ ଔଜାର ବା ଉପକରଣ କଥା କୁହନ୍ତୁ। ନିଶ୍ଚୟ। ଦେଖନ୍ତୁ, ସେମାନେ ମାଇକ୍ରୋଲିଟ୍ସ ମାନେ ଛୋଟ ଛୋଟ ତୀକ୍ଷ୍ଣ ପଥର ଖଣ୍ଡ ଆଉ ଅନ୍ୟ ପଥର ଉପକରଣ ତ ବ୍ୟବହାର କରୁଥିଲେ, କିନ୍ତୁ ତା ସହିତ ତମ୍ବାର ଉପକରଣ ବି ବ୍ୟବହାର କରୁଥିଲେ। ହେଲେ ତମ୍ବାର ଯୋଗାଣ ବୋଧହୁଏ ସବୁଠି ସମାନ ନଥିଲା, ବହୁତ ସୀମିତ ଥିଲା। କିନ୍ତୁ ରାଜସ୍ଥାନର ଆହାର ଆଉ ଗିଲୁଣ୍ଡ ଭଳି ଜାଗା, ଯୋଗୁଡ଼ାକ ତମ୍ବା ଖଣି ପାଖରେ ଥିଲା, ସେଠି ପ୍ରଚୁର ପରିମାଣରେ ତମ୍ବା ଜିନିଷ ମିଳିଛି। ଏମିତିକି ଆହାରର ପୁରୁଣା ନାଁ ହିଁ ଥିଲା ତାମ୍ବାବତୀ। ଓହୋ, ତାମ୍ବାବତୀ ମାନେ ତାମ୍ବାର ସହର। ହଁ, ସେଇଆ। ଅନ୍ୟପଟେ ଦକ୍ଷିଣ ଭାରତରେ ଦେଖିବେ ଲୋକେ ପଥର ବ୍ଲେଡ୍ ଆଉ କୁରାଡ଼ି ଉପରେ ବେଶୀ ନିର୍ଭର କରୁଥିଲେ। ଆଉ କିଛି ଜାଗାରେ, ଯେମିତି ଆହାର ଆଉ ବିଶେଷ କରି ମହାରାଷ୍ଟ୍ରର ଦାଇମାବାଦରେ, ସେଠି ନିମ୍ନମାନର କଂସା ବା ବ୍ରୋଞ୍ଜର ବ୍ୟବହାରର ବି ପ୍ରମାଣ ମିଳିଛି, କିନ୍ତୁ ବହୁତ କମ୍। ଆଚ୍ଛା, ଆଉ ମାଟିପାତ୍ର? ଶୁଣିଛି ସେମାନଙ୍କର ମାଟିପାତ୍ର ବହୁତ ବହୁତ ବିଶେଷ ଥିଲା। ଏକଦମ ସତ। ହଁ, ବହୁତ ବିଶେଷ। ଚାଲ୍କୋଲିଥିକ୍ ସଂସ୍କୃତିର ତ ସବୁଠାରୁ ବଡ଼ ପରିଚୟ ସେଇଟା, ସେମାନଙ୍କର ମାଟିପାତ୍ର, ବିଶେଷ କରି ଚିତ୍ରିତ ମାଟିପାତ୍ର। ହଁ, ସେ ପେଣ୍ଟେଡ୍ ପଟେରୀ କଥା। ହଁ,
ଏମାନେ ହିଁ ଭାରତରେ ପ୍ରଥମ ଥର ପାଇଁ ବ୍ୟାପକ ଭାବେ ଚିତ୍ରିତ ମାଟିପାତ୍ର ବ୍ୟବହାର କରିଥିଲେ। ସବୁଠାରୁ ବେସିକ୍ ବା ସାଧାରଣ ଥିଲା ଚକରେ ତିଆରି କଳା ଏବଂ ଲାଲ ପାତ୍ର, ବ୍ଲାକ୍ ଆଣ୍ଡ ରେଡ୍ ୱେୟାର। କଳା ଲାଲ ପାତ୍ର। ହଁ, ସେଥିରେ କଳା କିମ୍ବା ଧଳା ରଙ୍ଗରେ ସୁନ୍ଦର ଜ୍ୟାମିତିକ ଡିଜାଇନ କରାଯାଉଥିଲା। ଏହାଛଡ଼ା ବି ଆହୁରି କେତେ ପ୍ରକାର ପାତ୍ର ଥିଲା, ଯେମିତି ନଳି ଲାଗିଥିବା ପାତ୍ର, ଚ୍ୟାନେଲ ସ୍ପାଉଟେଡ୍ ପଟ୍ସ, ଷ୍ଟାଣ୍ଡ ଉପରେ ଥାଳି, ଡିଶେସ୍ ଅନ୍ ଷ୍ଟାଣ୍ଡ, ଏମିତି ସବୁ। ଆଉ ସବୁଠୁ ଆକର୍ଷଣୀୟ କଥା କ'ଣ କି, ପ୍ରତିଟି ଅଞ୍ଚଳ ବା ସାଂସ୍କୃତିକ ଗୋଷ୍ଠୀର ନିଜର ଗୋଟେ ଷ୍ଟାଇଲ ଥିଲା, ଗୋଟେ ଶୈଳୀ। ଓହୋ, ସମସ୍ତଙ୍କର ଅଲଗା ଅଲଗା। ହଁ, ଯେମିତି ଆହାର ସଂସ୍କୃତିର ଲୋକେ ସେମାନେ କଳା ଲାଲ ପାତ୍ର ଉପରେ ଧଳା ରଙ୍ଗରେ ଚିତ୍ର କରୁଥିଲେ। ମାଲୱା ସଂସ୍କୃତିର ମାଟିପାତ୍ର, ମାଲୱା ୱେୟାର, ସେଟା ବହୁତ ମୋଟା ଆଉ ତା ଉପରେ କଳା ବା ଗାଢ଼ ଲାଲ ରଙ୍ଗର ବଢ଼ିଆ ଚିତ୍ର ଥାଏ। ଏହାକୁ ତ ଚାଲକୋଲିଥିକ୍ ପାତ୍ର ଭିତରେ ସବୁଠାରୁ ରିଚ୍ ବୋଲି କୁହାଯାଏ। ବାଃ। ସେମିତି ଜରବେ ସଂସ୍କୃତିର ପାତ୍ର ଅଛି। ତା ବାହାର ପଟେ ଗୋଟେ ମ୍ୟାଟ୍ ସର୍ଫେସ୍ ଥାଏ ଆଉ ତା ଉପରେ କଳା ରଙ୍ଗରେ ଚିତ୍ର। ତ ଏଇ ଯୋଉ ମାଟିପାତ୍ର ଶୈଳୀ, ଏଇଟା ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ପାଇଁ ବହୁତ ସାହାଯ୍ୟ କରେ। ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀକୁ ଚିହ୍ନିବା ପାଇଁ ଗୋଟେ ମୁଖ୍ୟ ସୂତ୍ର ଭଳି। ବହୁତ ହିଁ ଆକର୍ଷଣୀୟ। ଏବେ ସେମାନଙ୍କର ଜୀବନଶୈଳୀ ବିଷୟରେ କିଛି ଜାଣିବା। କୃଷି କେମିତି କରୁଥିଲେ? ହଁ, କୃଷି କରୁଥିଲେ, ଆଉ ନୂତନ ପ୍ରସ୍ତର ଯୁଗ ତୁଳନାରେ ନିଶ୍ଚିତ ଭାବରେ ବେଶୀ ପ୍ରକାର ଫସଲ କରୁଥିଲେ। ଗହମ, ବାର୍ଲି, ଜୁଆର, ବାଜରା, ରାଗି ଆଉ ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ, ଯେମିତି ମସୁର, ମୁଗ, ବିରି, ଏମିତି। ଏଥିରେ ବି ପୁଣି ଆଞ୍ଚଳିକ ପାର୍ଥକ୍ୟ ଥିଲା, ଯେମିତି ପଶ୍ଚିମ ଭାରତରେ ଗହମ, ବାର୍ଲି ବେଶୀ। ଆଚ୍ଛା। କିନ୍ତୁ ପୂର୍ବ ଓ ଦକ୍ଷିଣ ଭାରତରେ ଧାନ ଚାଷର ପ୍ରମାଣ ମିଳୁଛି। ବିହାର ଆଉ ପଶ୍ଚିମବଙ୍ଗରେ ତ ଧାନ ସହିତ ମାଛଧରା କଣ୍ଟା ବି ମିଳିଛି, ଯାହା ଦେଖାଉଛି ସେମାନେ ମାଛ ବି ଖାଉଥିଲେ। କିନ୍ତୁ ଏଇ ଯୋଉ କୃଷି କରୁଥିଲେ, ସେଟା କ'ଣ ବହୁତ ଉନ୍ନତ ଧରଣର ଥିଲା? ବହୁତ ବେଶୀ ପରିମାଣରେ କରୁଥିଲେ? ଏଇଠି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଅଛି। ଦେଖନ୍ତୁ, କେନ୍ଦ୍ରୀୟ ଆଉ ପଶ୍ଚିମ ଭାରତରେ ଯଦିଓ ସେମାନେ ଏତେ ପ୍ରକାର ଫସଲ କରୁଥିଲେ, ତାହା ବହୁତ ବ୍ୟାପକ ବା ଇଣ୍ଟେନ୍ସିଭ୍ ନଥିଲା। ସେମାନେ ବୋଧହୁଏ ଲଙ୍ଗଳ କିମ୍ବା କୋଡ଼ିର ସେତେ ବେଶୀ ବ୍ୟବହାର କରୁନଥିଲେ। ଓହୋ। ବରଂ ଜମିକୁ ପୋଡ଼ି ଚାଷ କରିବା, ଯାହାକୁ ସ୍ଲାଶ୍ ଆଣ୍ଡ ବର୍ନ କହନ୍ତି, ବା ସାଧାରଣ ଭାବେ ଚାଷ କରୁଥିଲେ। ଏହାକୁ ଆମେ ସବସିଷ୍ଟେନ୍ସ ଏଗ୍ରିକଲଚର କହିପାରିବା, ମାନେ ନିଜର ଚଳିବା ପାଇଁ ଯେତିକି ଦରକାର ସେତିକି। ବଳକା ଉତ୍ପାଦନ ବୋଧେ ବେଶୀ ହେଉନଥିଲା। ବୁଝିଲି। ଆଉ ପଶୁପାଳନ ସେଟା କରୁଥିଲେ? ହଁ, ପଶୁପାଳନ ବି କରୁଥିଲେ। ଗାଈ, ମେଣ୍ଢା, ଛେଳି, ଘୁଷୁରୀ, ମହିଷି ଏସବୁ ପାଳୁଥିଲେ। ଆଉ ତା ସାଙ୍ଗକୁ ହରିଣ ଭଳି ବନ୍ୟଜନ୍ତୁଙ୍କର ଶିକାର ବି କରୁଥିଲେ। କିନ୍ତୁ ଏଇଠି ବି କିଛି ବଡ଼ ଲିମିଟେସନ୍ ବା ସୀମା ଥିଲା। କ'ଣ ସେଗୁଡ଼? ପ୍ରଥମ କଥା, ସେମାନେ ଘୋଡ଼ା ବିଷୟରେ ଜାଣିନଥିଲେ। ଘୋଡ଼ା ନଥିଲା। ଏବେ ସେମାନଙ୍କ ବସତି ବା ଗାଁ କଥା କୁହନ୍ତୁ। କେମିତି ଘରେ ରହୁଥିବେ ସେମାନେ? ହଁ, ଏମାନଙ୍କର ବସତିଗୁଡ଼ିକ ମୁଖ୍ୟତଃ ଗାଁ ହିଁ ଥିଲା, ଗ୍ରାମୀଣ। ଏମାନେ ହିଁ କିନ୍ତୁ ଉପଦ୍ୱୀପୀୟ ଭାରତରେ ପ୍ରଥମ ବଡ଼ ବଡ଼ ଗାଁ ସ୍ଥାପନ କରିଥିଲେ। ଧାତୁ ବ୍ୟବହାର କରୁଥିଲେ ବି ସହରୀକରଣ ସ୍ତରରେ ପହଞ୍ଚି ପାରିନଥିଲେ। ହଁ, ଯଦିଓ ଆପଣ କହିଲେ ଦାଇମାବାଦ, ଇନାମଗାଁଓ ଭଳି କିଛି ବଡ଼ ଥିଲା। ହଁ, କିଛି ବଡ଼ ବସତି ଥିଲା, ଯାହାକୁ ଆମେ ସହରର ପ୍ରାକ୍ ସ୍ତର କହିପାରିବା। କିନ୍ତୁ ସମ୍ପୂର୍ଣ୍ଣ ସହର ନୁହେଁ। ଘର ତିଆରି ପାଇଁ ସେମାନେ ଏକ ସାଧାରଣ ପଦ୍ଧତି ବ୍ୟବହାର କରୁଥିଲେ, ୱାଟେଲ୍ ଆଣ୍ଡ ଡବ୍ କହନ୍ତି। ୱାଟେଲ୍ ଆଣ୍ଡ ଡବ୍? ସେଟା କେମିତି? ମାନେ କାଠି ବା ବାଉଁଶର ଗୋଟେ ଢାଞ୍ଚା ତିଆରି କରି ତା ଉପରେ ମାଟି ଲେପୁ ଦେବା, କାନ୍ଥ ପାଇଁ। ଆଚ୍ଛା, ବୁଝିଲି। ଛାତ ସାଧାରଣତଃ ଘାସ ବା ଛଣରେ ତିଆରି ହେଉଥିଲା। ଘରଗୁଡ଼ିକ ବେଶୀ ଭାଗ ଆୟତାକାର କିମ୍ବା ବୃତ୍ତାକାର ଥିଲା। ପୋଡ଼ା ଇଟାର ବ୍ୟବହାର ପ୍ରାୟ ନଥିଲା, ଏକଦମ ବିରଳ। କେବଳ ସେଇ ରାଜସ୍ଥାନର ଗିଲୁଣ୍ଡରେ 1500 BC ଆଖପାଖରେ କିଛି ମିଳିଛି, ସେଟା ବ୍ୟତିକ୍ରମ। ଆଚ୍ଛା, କଳା, ଶିଳ୍ପ ଆଉ ବାଣିଜ୍ୟ କଥା କ'ଣ? ତମ୍ବା କାମ ତ କରୁଥିଲେ? ହଁ, ସେମାନେ ତମ୍ବା ତରଳେଇବା ଆଉ ସେଥିରୁ ଜିନିଷ ତିଆରି କରିବାରେ ପୁରା ନିପୁଣ ଥିଲେ। ରାଜସ୍ଥାନର ଯୋଉ କ୍ଷେତ୍ରୀ ତମ୍ବା ଖଣି ଅଛି, ସେଇଟା ବୋଧହୁଏ ଏକ ମୁଖ୍ୟ ସୋର୍ସ ଥିଲା। ତମ୍ବାରେ ତିଆରି କୁରାଢ଼ୀ, ବର୍ଚ୍ଛା, ଛୁରୀ, ଚୁଡ଼ି ଏମିତି ସବୁ ଜିନିଷ ମିଳିଛି। ହେଲେ ସୁନା ଅଳଙ୍କାର ବହୁତ କମ୍, ଏକଦମ ବିରଳ। ସୁନା ବେଶୀ ନଥିଲା? ନା, କେବଳ ମହାରାଷ୍ଟ୍ରର ଜୋରବେ ସଂସ୍କୃତିଆ କିଛି ଜାଗାରୁ ସୁନାବଳ ମିଳିଛି। ପଥର କାମରେ ବି ସେମାନେ ଦକ୍ଷ ଥିଲେ, ଯେମିତି କାର୍ନେଲିଆନ୍, ଷ୍ଟିଏଟାଇଟ୍, କ୍ୱାର୍ଟଜ ଏମିତି ଅର୍ଦ୍ଧମୂଲ୍ୟବାନ ପଥରରେ ବଢ଼ିଆ ମାଳି ତିଆରି କରୁଥିଲେ। ବା। ଆଉ ଗୋଟେ କଥା, ସେମାନେ ଲୁଗା ବୁଣିବା ବି ଜାଣିଥିଲେ, କାରଣ ମାଲୱା ଅଞ୍ଚଳରୁ ମାଟିରେ ତିଆରି ତକଲି ବା ସ୍ପିଣ୍ଡଲ ୱାଲ୍ସ ମିଳିଛି। ଓହୋ, ତ ଲୁଗା ବି ଥିଲା? ହଁ,
ଆଉ ଏହିସବୁ ଜିନିଷର ଆଦାନ ପ୍ରଦାନ ପାଇଁ ଗୋଟେ ବାଣିଜ୍ୟ ନେଟୱାର୍କ ବି ଥିଲା। ଯେମିତି ଆହାର ଭଳି ଜାଗା ସେମାନେ ବୋଧେ ମାଲୱା ଓ ଗୁଜରାଟକୁ ତମ୍ବା ଦେଉଥିଲେ। ସେମିତି ମହାରାଷ୍ଟ୍ରର ଜର୍ବେ ଲୋକ ସେମାନେ କର୍ଣ୍ଣାଟକର ଟେକ୍କଲ କୋଟ୍ଟା ଭଳି ଜାଗାରୁ ସୁନା, ହାତୀଦାନ୍ତ ଏସବୁ ଆଣି ଅନ୍ୟମାନଙ୍କ ସହ ବେପାର କରୁଥିଲେ। ତ ଏଥିରୁ ଜଣାପଡ଼ୁଛି ଯେ ଏଇ ଅଲଗା ଅଲଗା ସଂସ୍କୃତି ଭିତରେ ବି ଯୋଗାଯୋଗ ଥିଲା, ଆଦାନ ପ୍ରଦାନ ଥିଲା। ଏସବୁ ଶୁଣିଲା ପରେ ସେମାନଙ୍କର ସମାଜ କେମିତି ଥିଲା ସେ ବିଷୟରେ ଜାଣିବାକୁ ବହୁତ ଇଚ୍ଛା ହେଉଛି। କେମିତି ସଂଗଠିତ ହୋଇ ରହୁଥିଲେ ଆଉ ମୃତ୍ୟୁ ପରେ ମୃତ ସଂସ୍କାର କେମିତି କରୁଥିଲେ? ହଁ, ମୃତ ସଂସ୍କାର ପଦ୍ଧତି ବିଷୟରେ ଆମକୁ ମୁଖ୍ୟତଃ ମହାରାଷ୍ଟ୍ରରୁ ବେଶୀ ପ୍ରମାଣ ମିଳେ। ସେଠି ସେମାନେ ମୃତ ବ୍ୟକ୍ତିଙ୍କୁ ଦକ୍ଷିଣ ଦିଗକୁ ମୁଣ୍ଡ ରଖି ପୋତୁଥିଲେ। କିନ୍ତୁ ଦକ୍ଷିଣ ଭାରତର କିଛି ଜାଗାରେ ପୂର୍ବ ପଶ୍ଚିମ ଦିଗରେ ପୋତିବାର ପ୍ରମାଣ ବି ଅଛି। ଆଉ କବର ଭିତରେ ମୃତକଙ୍କ ସାଙ୍ଗରେ ମାଟିପାତ୍ର ଆଉ ବେଳେବେଳେ କିଛି ତମ୍ବାର ଜିନିଷ ବି ରଖୁଥିଲେ। ତାହେଲେ ମୃତ୍ୟୁ ପରବର୍ତ୍ତୀ ଜୀବନରେ ବିଶ୍ୱାସ କରୁଥିଲେ ବୋଧେ? ହଁ, ଏଇଟା ସେଇଆ ହିଁ ସୂଚାଉଛି। ଆଉ ସମାଜ ଭିତରେ ସମସ୍ତେ କ'ଣ ସମାନ ଥିଲେ ନା କିଛି ଉଚ୍ଚନୀଚ ଭେଦଭାବ ଥିଲା? ଏଇଟା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆଉ ପ୍ରମାଣ କହୁଛି ନା, ସମାନ ନଥିଲେ। ଏହି ସମୟରୁ ହିଁ ଆମକୁ ସାମାଜିକ ଅସମାନତାର ସ୍ପଷ୍ଟ ସଂକେତ ମିଳିବା ଆରମ୍ଭ ହେଉଛି। କେମିତି? ଦେଖନ୍ତୁ, ପ୍ରଥମ କଥା ହେଲା ବସତିଗୁଡ଼ିକ ଭିତର ପାର୍ଥକ୍ୟ। କିଛି ବସତି, ଯେମିତି ଆମେ କଥାରେ ଦାଇମାବାଦ, ସେଟା ପ୍ରାୟ 20 ହେକ୍ଟର ଯାଇ ବ୍ୟାପିଥିଲା। 20 ହେକ୍ଟର? ବହୁତ ବଡ଼। ହଁ, କିନ୍ତୁ ଅଧିକାଂଶ ବସତି 5 ହେକ୍ଟରରୁ ବି କମ୍ ଥିଲା। ଏହାକୁ କହନ୍ତି ସେଟଲମେଣ୍ଟ ହାଇରାର୍କି। ଆଚ୍ଛା। ସେଟଲମେଣ୍ଟ ହାଇରାର୍କି ହଁ। ମାନେ ବଡ଼ ବସ୍ତିଗୁଡ଼ିକ ବୋଧହୁଏ ଛୋଟ ବସ୍ତି ଉପରେ ନିଜର ପ୍ରଭାବ ଦେଖାଉଥିଲେ। ଦ୍ୱିତୀୟ କଥା, ଗାଁ ଭିତରେ ବି ପାର୍ଥକ୍ୟ ଥିଲା। ଦେଖାଯାଇଛି ଯେ ବଡ଼ ଗାଁ ହେଉ କି ଛୋଟ, ମୁଖିଆ ବା ତାଙ୍କ ପରିବାର ଲୋକ ବଡ଼ ଆୟତାକାର ଘରେ ରହୁଥିଲେ। ଆଚ୍ଛା। ଆଉ ବାକି ସାଧାରଣ ଲୋକମାନେ ଛୋଟ ଗୋଲାକାର କୁଡ଼ିଆରେ। ଓହୋ। ତୃତୀୟରେ ମୃତ ସଂସ୍କାରରେ ବି ଏ ପାର୍ଥକ୍ୟ ଦେଖାଯାଏ। ମହାରାଷ୍ଟ୍ରର ଚାନ୍ଦୋଲି, ନେଭାସା ଭଳି ଜାଗାରେ କିଛି ପିଲାଙ୍କ କବରରୁ ମୂଲ୍ୟବାନ ତମ୍ବା ହାର ମିଳିଛି, କିନ୍ତୁ ଅନ୍ୟ ବହୁତ ପିଲାଙ୍କ କବରରେ କେବଳ ସାଧାରଣ ମାଟି ପାତ୍ର। ତ ଏସବୁରୁ ଜଣାପଡ଼ୁଛି ଯେ ସେତେବେଳକୁ ସମାଜରେ ସ୍ତରବିନ୍ୟାସ ଆରମ୍ଭ ହୋଇ ସାରିଥିଲା। ହଁ, ସାମାଜିକ ସ୍ତର ବିନ୍ୟାସ ଆରମ୍ଭ ହୋଇ ସାରିଥିଲା। ଧାର୍ମିକ ବିଶ୍ୱାସ ବିଷୟରେ କିଛି ସଂକେତ ମିଳେ? କାହାକୁ ପୂଜା କରୁଥିଲେ? ହଁ, କିଛି କିଛି ସଂକେତ ମିଳେ। ଅନେକ ଜାଗାରୁ ମାଟିରେ ତିଆରି ଛୋଟ ଛୋଟ ନାରୀ ମୂର୍ତ୍ତି ମିଳିଛି। ନାରୀ ମୂର୍ତ୍ତି? ହଁ, ଯାହାକୁ ଦେଖି ଅନୁମାନ କରାଯାଏ ଯେ ସେମାନେ ବୋଧହୁଏ ମାତୃଦେବୀଙ୍କୁ ପୂଜା କରୁଥିଲେ। ଗୋଟେ ଜାଗାରୁ ତ ଗୋଟେ ଚିତ୍ରିତ ପାତ୍ର ଉପରେ ବି ଦେବୀଙ୍କ ଭଳି ଚିତ୍ର ଅଛି। ସେମିତି ଷ୍ଟାଇଲାଇଜ୍ଡ ମାନେ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ତିଆରି ମାଟି ଷଣ୍ଢର ମୂର୍ତ୍ତି ବି ମିଳିଛି। ସେଇଟା ବି ବୋଧହୁଏ କିଛି ଧାର୍ମିକ ପ୍ରତୀକ ଥିଲା। ବୁଝିଲି। ଏବେ ଆସନ୍ତୁ କିଛି ମୁଖ୍ୟ ସଂସ୍କୃତି ବିଷୟରେ ଟିକେ ଟିକେ ଜାଣିବା। ଆହାର ସଂସ୍କୃତି କଥା ତ ଆପଣ କହିଲେ, ତମ୍ବା ପାଇଁ ପ୍ରସିଦ୍ଧ ଥିଲା। ମାଲୱା ସଂସ୍କୃତି ବିଷୟରେ ଆଉ କ'ଣ ବିଶେଷ? ହଁ, ମାଲୱା ସଂସ୍କୃତି। ଏଇଟା ମଧ୍ୟପ୍ରଦେଶ ଆଉ ପଶ୍ଚିମ ଭାରତରେ ପ୍ରାୟ 1700ରୁ 1200 BC ଭିତରେ ଥିଲା। ତାର ମୁଖ୍ୟ ପରିଚୟ ତ ସେହି ସମୃଦ୍ଧ ମାଟିପାତ୍ର ଶୈଳୀ, ମାଲୱା ୱେର୍। ଏହାର ଗୋଟେ ମୁଖ୍ୟ ଜାଗା ହେଉଛି ନବଦାଟୋଲି, ନର୍ମଦା ନଦୀ କୂଳରେ। ଏଠି ବହୁତ ବଡ଼ ଖନନ ହେଇଛି, ଆଉ ଏଠୁ ପ୍ରାୟ ସବୁ ପ୍ରକାରର ଚାଲକୋଲିଥିକ୍ ଖାଦ୍ୟଶସ୍ୟର ପ୍ରମାଣ ମିଳିଛି। H.D. ସାଙ୍କଲିଆ ଏଠି ବହୁତ କାମ କରିଥିଲେ। ଆଚ୍ଛା। ଆଉ ଜର୍ବେ ସଂସ୍କୃତି? ସେଇଟା ବି ବହୁତ ଶୁଣାଯାଏ। ହଁ, ଜର୍ବେ ସଂସ୍କୃତି। ଏଇଟା ମହାରାଷ୍ଟ୍ରରେ ପ୍ରାୟ 1400ରୁ 700 BC ପର୍ଯ୍ୟନ୍ତ। ଆଉ ଏଇଟା ବୋଧହୁଏ ସବୁଠାରୁ ବେଶୀ ଷ୍ଟଡି କରାଯାଇଥିବା ଚାଲକୋଲିଥିକ୍ ସଂସ୍କୃତି। ପ୍ରାୟ 200ଟା ଜାଗା ମିଳିଲାଣି। ତ ସେମି ଆରିଡ୍ ବା ଅର୍ଦ୍ଧଶୁଷ୍କ ଜାଗାରେ ଅଛି। ଏହା ବି ମୁଖ୍ୟତଃ ଗାଁବାଲା ସଂସ୍କୃତି ଥିଲା, କିନ୍ତୁ ସେଇ ଦାଇମାବାଦ ଆଉ ଇନାମାଗାମ୍ ଭଳି କିଛି ବଡ଼ ବସତି ସହରୀ ସ୍ତରର ପାଖାପାଖି ଥିଲା। ଦାଇମାବାଦ ତ ସବୁଠାରୁ ବଡ଼ ଜରୁଏ ସ୍ଥାନ, ସେ 20 ହେକ୍ଟରର। ଆଉ ଏଠୁ ଗୋଟେ ବହୁତ ଇଣ୍ଟରେଷ୍ଟିଂ ଜିନିଷ ମିଳିଛି। 4ଟା ଭାରି କଂସା ବସ୍ତୁ, ଗୋଟେ ରଥ, ହାତୀ, ଗଣ୍ଡା ଆଉ ମଇଁଷି। କଂସାର? ଦାଇମାବାଦରୁ? ହଁ। ଏହାକୁ ଦାଇମାବାଦ ହୋଡ୍ କୁହନ୍ତି। ଏଗୁଡ଼ାକ ଏତେ ଭଲ କ୍ୱାଲିଟିରୁ ଯେ ଏହା ହରପ୍ପା ସଭ୍ୟତାର ପ୍ରଭାବ କିମ୍ବା ସମ୍ପର୍କ ବିଷୟରେ ସୂଚନା ଦେଉଥାଇପାରେ। ଏଠି ଆମେ ହରପ୍ପା ସଭ୍ୟତା ସହ ସମ୍ପର୍କ କଥାକୁ ଆସିବା। ଏହି ଚାଲକୋଲିଥିକ୍ ସଂସ୍କୃତିଗୁଡ଼ିକ ହରପ୍ପା ସଭ୍ୟତା ସହ କେମିତି ଜଡ଼ିତ ଥିଲେ ସମୟ ଦୃଷ୍ଟିରୁ? ହଁ, ସମୟକ୍ରମ ଦେଖିଲେ ଏ ଚାଲକୋଲିଥିକ୍ ସଂସ୍କୃତିଗୁଡ଼ିକୁ 3 ଭାଗରେ ଦେଖିହେବ। କିଛି ଥିଲେ ପ୍ରାକ୍ ହରପ୍ପା, ମାନେ ହରପ୍ପା ସଭ୍ୟତା ଆସିବା ଆଗରୁ, ଯେମିତି ରାଜସ୍ଥାନର ଗଣେଶ୍ୱର ସଂସ୍କୃତି 2800ରୁ 2200 BC ପାଖାପାଖି। ଏଟା ଖେତ୍ରି ତମ୍ବା ଖଣି ପାଖରେ ଥିଲା। ଆଚ୍ଛା, ଯୋଠୁ ତମ୍ବା ମିଳୁଥିଲା। ହଁ, ଏଠୁ ପ୍ରଚୁର ତମ୍ବା ଜିନିଷ ମିଳିଛି। ଆଉ ଅନୁମାନ କରାଯାଏ ଯେ ଏମାନେ ହରପ୍ପାକୁ ତମ୍ବା ଦେଉଥିଲେ।
କାଲିବଙ୍ଗାନ, ବନାୱାଲି ଭଳି ଜାଗାରେ ବି ପ୍ରାକ୍ ହରପ୍ପା ଚାଲ୍କୋଲିଥିକ୍ ସ୍ତର ଅଛି। ଦ୍ୱିତୀୟରେ, କିଛି ସଂସ୍କୃତି ହରପ୍ପା ସଭ୍ୟତାର ସମକାଳୀନ ଥିଲେ, ଯେମିତି କାଇଥା ସଂସ୍କୃତି। ଏହା ଉପରେ ହରପ୍ପାର କିଛି ପ୍ରଭାବ ବି ଦେଖାଯାଏ। ଆଉ ତୃତୀୟରେ, ଅଧିକାଂଶ ଚାଲ୍କୋଲିଥିକ୍ ସଂସ୍କୃତି, ଯେମିତି ଆମେ କଥା ହେଲେ ମାଲୱା, ଜୋରୱେ, ଏଗୁଡ଼ାକ ହେଉଛି ପରବର୍ତ୍ତୀ ହରପ୍ପା। ମାନେ ହରପ୍ପା ସଭ୍ୟତାର ପତନ ପରେ? ହଁ, ତାପରେ ସେଗୁଡ଼ିକୁ ବିକଶିତ ହେଲା ବା ଚାଲୁ ରହିଲା। ଏହି ସମୟରେ ଆଉ ଗୋଟେ ସଂସ୍କୃତି ବି ଥିଲା, ଗଙ୍ଗା ଯମୁନା ଦ୍ୱାବରେ OCP ବା ଓକର କଲର୍ଡ ପଟରି ଫେଜ୍, 2500 BCE। ଏମାନେ ବି ହରପ୍ପାର ପରବର୍ତ୍ତୀ ସମକାଳୀନ। କିନ୍ତୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଉ କହିବାକୁ ଗଲେ ବିଡ଼ମ୍ବନାର କଥା ହେଉଛି, କ'ଣ ସେଇଟା? ଏହି ଯେଉଁ ପରବର୍ତ୍ତୀ ହରପ୍ପା ଚାଲ୍କୋଲିଥିକ୍ ସଂସ୍କୃତିଗୁଡ଼ିକ, ଏମାନେ ହରପ୍ପା ସଭ୍ୟତା ପରେ ଆସିଲେ ସତ, କିନ୍ତୁ ଯଦି ଆମେ ତନ୍ତ୍ରଜ୍ଞାନ ବା ଟେକ୍ନୋଲୋଜି ଦୃଷ୍ଟିରୁ ଦେଖିବା, ତେବେ ସେମାନେ ବରଂ ପ୍ରାକ୍ ହରପ୍ପା ସ୍ତରରେ ଥିଲେ। ଆରେ, ମାନେ ପଛୁଆ ଥିଲେ। ହଁ, ସେମାନେ ହରପ୍ପାବାସୀଙ୍କ ପରି କଂସା ତିଆରି କରିବାର ଯେଉଁ କଳା, ସେଇଟାକୁ ଆୟତ୍ତ କରିପାରିନଥିଲେ। ତାଙ୍କ ପାଖରେ ଲେଖିବା ପାଇଁ କିଛି ଲିପି ନଥିଲା, ଆଉ ସେମାନେ ହରପ୍ପାବାସୀଙ୍କ ପରି ସୁପରିକଳ୍ପିତ ସହରରେ ବି ରହୁନଥିଲେ। ଏହା ତ ବାସ୍ତବରେ ଏକ ବିଡ଼ମ୍ବନା। ହରପ୍ପା ପରେ ଆସିବି ତାଙ୍କଠୁ ପଛରେ। ତେବେ ଏଇ ସଂସ୍କୃତିଗୁଡ଼ିକର ଶେଷ କେମିତି ହେଲା? କ'ଣ ହେଲା ସେମାନଙ୍କର? ଦେଖନ୍ତୁ, କେନ୍ଦ୍ରୀୟ ଆଉ ପଶ୍ଚିମ ଭାରତରେ ଅଧିକାଂଶ ଚାଲ୍କୋଲିଥିକ୍ ବସତି 1200 BC ଆସିଲା ବେଳକୁ ପ୍ରାୟ ଲୋପ ପାଇଗଲା। 1200 BC ସୁଦ୍ଧା? ହଁ, କେବଳ ମହାରାଷ୍ଟ୍ରର ସେଇ ଯେଉଁ ଜୋରୱେ ସଂସ୍କୃତି ଟିକେ ବେଶୀ ଦିନ ମାନେ 700 BC ପର୍ଯ୍ୟନ୍ତ କୌଣସି ମତେ ଚାଲିଲା। ଏହାର ଗୋଟେ ମୁଖ୍ୟ କାରଣ ବୋଧହୁଏ ଜଳବାୟୁ ପରିବର୍ତ୍ତନ ଥିଲା। କ୍ଲାଇମେଟ୍ ଚେଞ୍ଜ ସେତେବେଳେ ବି? ହଁ, ଅନୁମାନ କରାଯାଏ ଯେ ସେହି ସମୟରେ ବର୍ଷା ପରିମାଣ କମିଗଲା, ଆଉ ଏଇ ଯେଉଁ ଅର୍ଦ୍ଧଶୁଷ୍କ ଜାଗାରେ ସେମାନେ ରହୁଥିଲେ ଆଉ ସବସିଷ୍ଟେନ୍ସ ଏଗ୍ରିକଲଚର କରୁଥିଲେ, ତାଙ୍କ ପାଇଁ ଏଇଟା ବହୁତ ବଡ଼ ସମସ୍ୟା ହେଲା। ବୁଝିଲି। ପାଣି କମିଗଲେ ଚାଷ ହେବନି, ଚଳିବେ କେମିତି? ତାପରେ କ'ଣ ହେଲା? ସେ ଜାଗା ସବୁ ଖାଲି ହେଇଗଲା? ପରବର୍ତ୍ତୀ ପରିବର୍ତ୍ତନ ସବୁ ଅଞ୍ଚଳରେ ସମାନ ନଥିଲା। ପୂର୍ବ ଭାରତ ଆଉ ମଧ୍ୟଗଙ୍ଗା ସମତଳ ଅଞ୍ଚଳରେ ଚାଲ୍କୋଲିଥିକ୍ ଯୁଗ ପରେ ସିଧା ଆସିଲା ଲୌହ ଯୁଗ। ଆଉ ଲୁହାର ବ୍ୟବହାର କୃଷିରେ ଗୋଟେ ବଡ଼ ପରିବର୍ତ୍ତନ ଆଣିଲା। ପୁରା ଏଗ୍ରିକଲଚରାଲ ବେସ୍ଡ ସମାଜ ଗଢ଼ିବାରେ ସାହାଯ୍ୟ କଲା। ଆଚ୍ଛା, ଆଉ ଦକ୍ଷିଣ ଭାରତରେ? ଦକ୍ଷିଣ ଭାରତରେ ଚାଲ୍କୋଲିଥିକ୍ ସଂସ୍କୃତି ଧୀରେ ଧୀରେ ବଦଳିଗଲା। ସେଇଟା ମେଘାଲିଥିକ୍ ସଂସ୍କୃତିରେ ପରିଣତ ହେଲା। ମେଘାଲିଥିକ୍ ମାନେ ସେଇ ବଡ଼ ବଡ଼ ପଥରର ସମାଧି? ହଁ, ସେଇଆ। ଏ ମେଘାଲିଥିକ୍ ଲୋକମାନେ ଲୁହାର ବ୍ୟବହାର ବି ଜାଣିଥିଲେ। ତେବେ ଯଦି ଆମେ ଏହି ପୁରା ଚାଲ୍କୋଲିଥିକ୍ ଯୁଗର ଗୁରୁତ୍ୱ କ'ଣ ଥିଲା ବୋଲି ଦେଖିବା, ସଂକ୍ଷେପରେ କ'ଣ କହିବା? ଦେଖନ୍ତୁ, ନିଶ୍ଚିତ ଭାବରେ ଏହା ଗୋଟେ ଗୁରୁତ୍ୱପୂର୍ଣ୍ଣ ଯୁଗ ଥିଲା। ଏମାନେ ହିଁ ପ୍ରଥମ ଧାତୁ ତମ୍ବା ବ୍ୟବହାର କଲେ। ଦକ୍ଷ କାରିଗର ଥିଲେ ତମ୍ବା କାମରେ, ପଥର କାମରେ। ଉପଦ୍ୱୀପୀୟ ଭାରତରେ ପ୍ରଥମ ବଡ଼ ବଡ଼ ଗାଁ ବସେଇଲେ। ପ୍ରଥମ ଥର ପାଇଁ ଚିତ୍ରିତ ମାଟିପାତ୍ର ବ୍ୟବହାର କଲେ। ଆଉ ନୂଆ ପଥର ଯୁଗ ତୁଳନାରେ ବେଶୀ ପ୍ରକାର ଫସଲ ଚାଷ କଲେ। ଏକ ସ୍ଥିର ଜୀବନ ଆଡ଼କୁ ଗଲେ। ସାମାଜିକ ଜଟିଳତାର ଆରମ୍ଭ ବି ଏହି ସମୟରେ ହେଲା। ଏତେ ସବୁ ଭଲ କଥା ଥିଲା, କାହିଁକି ଏମାନେ ଆହୁରି ଆଗକୁ ଯାଇପାରିଲେ ନାହିଁ? ହଁ, ସୀମାବଦ୍ଧତା ବି କମ୍ ନଥିଲା। ପ୍ରଥମ କଥା, ଏମାନେ ମୁଖ୍ୟତଃ ଗାଁରେ ରହିଗଲେ। ସହରୀ ସଭ୍ୟତା ଗଢ଼ିପାରିଲେ ନାହିଁ। କୃଷି ବ୍ୟାପକ ନଥିଲା, ଲଙ୍ଗଳ ବ୍ୟବହାର ସୀମିତ ଥିଲା। ପଶୁମାନଙ୍କର ପୁରା ଉପଯୋଗ ଯେମିତି କ୍ଷୀର ପାଇଁ ସେଟା ବି କରୁନଥିଲେ। ଆଉ ସବୁଠାରୁ ବଡ଼ ଦୁର୍ବଳତା ଯାହା ଥିଲା, ସେମାନେ ତମ୍ବା ସାଙ୍ଗରେ ଟିନ୍ ମିଶେଇ କଂସା ତିଆରି କରିବାର ଯେଉଁ ଟେକ୍ନୋଲୋଜି, ସେଟାକୁ ବ୍ୟାପକ ଭାବେ ଆୟତ୍ତ କରିପାରିଲେ ନାହିଁ। କଂସା ଜ୍ଞାନର ଅଭାବ? ହଁ, ଏଇ କଂସା ହିଁ ସେତେବେଳେ ମେସୋପୋଟାମିଆ, ମିଶର, ଏପରିକି ଆମ ପାଖରେ ଥିବା ସିନ୍ଧୁ ସଭ୍ୟତାର ବିକାଶରେ ମୁଖ୍ୟ ଭୂମିକା ନେଇଥିଲା। କାରଣ କଂସା ତମ୍ବାଠୁ ବେଶୀ ଶକ୍ତ, ଭଲ ଉପକରଣ, ଭଲ ଅସ୍ତ୍ର ତିଆରି ହୁଏ। ଏଇ କାରଣରୁ ହିଁ ସିନ୍ଧୁ ସଭ୍ୟତା ତୁଳନାରେ ଏମାନେ ଟେକ୍ନୋଲୋଜିରେ ପଛରେ ରହିଗଲେ। ଲେଖିବା କଳା ବା ଲିପି ନଥିଲା, ସେଟା ବି ଗୋଟେ ବଡ଼ ଅଭାବ। ଆଉ ଗୋଟେ ଦୁଃଖଦ ସତ୍ୟ ହେଉଛି ଉଚ୍ଚ ଶିଶୁ ମୃତ୍ୟୁହାର। ଶିଶୁ ମୃତ୍ୟୁହାର ବେଶୀ ଥିଲା? ହଁ, ପଶ୍ଚିମ ମହାରାଷ୍ଟ୍ରରୁ ବହୁତ ସଂଖ୍ୟାରେ ପିଲାଙ୍କ କବର ମିଳିଛି। ଏଟା ବୋଧହୁଏ ପୁଷ୍ଟିହୀନତା ବା ରୋଗ ପାଇଁ ବା ଚିକିତ୍ସା ଜ୍ଞାନର ଅଭାବ ପାଇଁ ହେଉଥିଲା। ଏସବୁ ଦେଖାଉଛି ଯେ ସେମାନଙ୍କର ସାମାଜିକ ଆଉ ଅର୍ଥନୈତିକ ବ୍ୟବସ୍ଥା ବୋଧେ ଦୀର୍ଘ ସମୟ ଧରି ତିଷ୍ଠି ରହିବା ପାଇଁ ଯଥେଷ୍ଟ ମଜବୁତ ନଥିଲା। ଆଉ ଏହି ସଂସ୍କୃତିଗୁଡ଼ିକର ସଫଳତା, ତାଙ୍କର ସୀମାବଦ୍ଧତା ଆଉ ଶେଷରେ ତାଙ୍କର ପତନ ବା ରୂପାନ୍ତରଣ, ଏସବୁ ହିଁ ପରବର୍ତ୍ତୀ ଯୁଗ ପାଇଁ, ବିଶେଷ କରି ଲୌହ ଯୁଗ ପାଇଁ ରାସ୍ତା ତିଆରି କରିଥିଲା, ଯାହାକି ଭାରତୀୟ ଉପମହାଦେଶରେ ଆହୁରି ବ୍ୟାପକ ଆଉ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣିଲା। ଆଜି ପାଇଁ ଏତିକି। ପୁଣି ଦେଖାହେବା ଆଉ ଏକ ଗଭୀର ଅନୁଶୀଳନ ସହିତ।